तुम्हें क्षमा करदब अनु मत तुम्हें क्षमा करदब कहीं मो परिवर्ते तुम्हें जो आउ का हाथ धरी था ना तुम्हें सुखरे बंची था शांति गोटे खाइबा को पाई था किंतु मो तुमको सुख टिके दे पारि জীবন শেষ নিঃশ্বাস প্রত্যেকটি সুখ দুঃখর সাথী পরা মরণ ঢোলারে এমিতি কহি মতে বড় করে দৌছ কইকে জীবন ভাগ্যর লেখাକୁ କ'ଣ କେହି କେବେ ବଦଳାଇ ଦେଇପାରେ ଭଗବାନ ମୋ ଭାଗ୍ୟରେ ଯାହା ଲେଖିଛନ୍ତି ହେ ଆଖି କୋନେ ତାକୁ ତମକୁ ଭୋଗ କରିବାକୁ ପଡ଼ିବ ନା सब किसी समय ହେଲାନି ରୋଚେଷ୍ଟା सब किसी समय एमती गोटे समय तुम मो हाथ धरिल जे ମରଣ ଢୋଲାରେ तुमको सुख टिके दवा परिवर्ते तुमको दिन को दिन दुखर सागर भीतर को ठेली କେମିତି କହୁଛ କହିଲ क्षमा करदे भगवती ସବୁ କଷ୍ଟ ତମେ ମୋ ପାଖରେ ଥିଲେ ନା ଛାତି ଅମାବସ୍ୟାର ଅନ୍ଧାର ବି ମୋ ପାଇଁ ପୁନେଇ ପଖଳା ଚହ୍ନ ରାତେ ବୈଶାଖୀର ତତଲା ଛାଞ୍ଚେ ପବନ ମୋ ପାଇଁ ମୃଦୁ ମଳୟ ପରଶ ଆରେ ତମେ ହିଁ ତମର ସର୍ବସ୍ୱ ନା ଈଶ୍ୱରଙ୍କ ନିକଟରେ ଏତିକି ପ୍ରାର୍ଥନା କରୁଛେ ସବୁ ଜନ୍ମରେ ତମ ସ୍ତ୍ରୀ ହବାର ସୌଭାଗ୍ୟ ମୋତେ ଦିଅନ୍ତୁ स्त्री स्वामी भूल कहु तबे तबे जहाँ भी कहु संपूर्ण भाव भूल कहु तबे अरे जे निज स्त्री के निज खाइबा को दे पारु जे निज स्त्री सुख दुख टिके बुझी पारुनी जे निज स्त्री आखिर लुह पोछिया परिवर्ते ताको बेलक बड़ आखिर लुह भीतर को फेली दौची से पुरुष से भली पुरुष कौन कहुए जान ताको स्वामी कह जाए रे से भली पुरुष को गोटे क्या पुरुष बोली कह से का पुरुष जनक होची मो नीचे मो बोली का पुरुष ए दुनिया रे बंची रही कि किछि भी लाभ नाही ओ बाबूजी बंची मो अपेक्षा सब दिन पाई मरी गले भला निश्वास बिना शरीर कौन किसी माने अच्छे अब बिना मुखे बीते बचे भी कहला ए अनु भिक्षावृत्ति करी मो जीवन बीतुची दियोला दिवटा भिक्षा माखी आईले अब पेट को आहार चाहूची अनु जीवन में मु तो कहार किसी क्षति करिनी कहार काकर किसी मो भूल काम भी करिनी हेले विधाता ए विधाता आमको एत दुख कहीं दौची एमती कौन दुखरे दुखरे आम दिनटा सरी आम कौन सुख बोली किसी पाइबानी अनु लोहरे लोहरे राती पहला नारायण नारायण नारायण
କଲ୍ୟାଣ ହେଉନି ମା ସର୍ବ କଲ୍ୟାଣ ହେଉଛି ମନ ଦୁଃଖ କର ନାହିଁ ଶ୍ରୀଧର ତୁମର ସୁଖର ଦିନ ପାଖେଇ ଆସୁଅଛି ଧୈର୍ଯ୍ୟ ହରା ନ ହୋଇ ସଦା ସର୍ବଦା ମନ ଧ୍ୟାନ ରଖ ମାତା ବୈଷ୍ଣବୀ ଦେବୀଙ୍କର କର କମଳେ ବୈଷ୍ଣବୀ ଦେବୀ ହଁ ତୁମରି ଭକ୍ତମାନଙ୍କ ପାଇଁ ତ ମାତା ବୈଷ୍ଣବୀ ଦେବୀଙ୍କର ଆବିର୍ଭାବ ଏ ମର୍ତ୍ତ୍ୟ ମଣ୍ଡଳେ ଗୋସାଇ ଏହା କ'ଣ ସତ୍ୟ ମୁନିବର ଏତେ ବର୍ଷ ନାରଦ କେବେ ମିଥ୍ୟା କହିନାରି ମା ବିଳମ୍ବନା କରି ନବରାତ୍ରି ପୂଜା କର ବ୍ରାହ୍ମଣ ମାନଙ୍କୁ ଡକାଇ ଅନ୍ନ ଭୋଜନ ଦାନ କଲେ ମାତା ବୈଷ୍ଣବୀ ଦେବୀ ପ୍ରସନ୍ନ ହୋଇ ଢାଳି ଦେବେ ତୁମକୁ ଐଶ୍ୱର୍ଯ୍ୟର ଭଣ୍ଡାର ଦେବଶ୍ରୀ ଆପଣ କ'ଣ ସତ କହୁଛନ୍ତି ମାତା ବୈଷ୍ଣବୀ ଦେବୀଙ୍କର ନବରାତ୍ରି ପୂଜା କରିବାକୁ ପଡ଼ିବ ହେଲେ ହେଲେ ଏପର୍ଯ୍ୟନ୍ତ ଆମେ ନବରାତ୍ରି କିପରି ପୂଜା କରାଯାଏ ଆମେ ଜାଣି ନାରାୟଣ 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 ତେବେ ଶୁଣ ଶୁଣ ତୁମେ ଏବେ ପତି ପତ୍ନୀ ମନ ଧ୍ୟାନ ଦେଇ କର ଶ୍ରାବଣ ଶୁଣ ହୋଇ ଏକା ଚିତା ନବରାତ୍ରି ପୂଜାର ଚରିତା ଶୁଣ ହୋଇ ଏକା ଚିତା ନବରାତ୍ରି ପୂଜାର ଚରିତା ଶୁଣ ହୋଇ ଏକା ଚିତା ନବରାତ୍ରି ପୂଜାର ଚରିତା ହୃଦୟରେ ଧରି ଚରମ ଭକ୍ତି ହୃଦୟରେ ଧରି ଚରମ ଭକ୍ତି ଆଚରିବା ଧର୍ମ ପଦେ ନବରାତ୍ରି ପୂଜାର ଚରିତା ଶୁଣ ହୋଇ ଏକା ଚିତା ନବରାତ୍ରି ପୂଜାର ଚରିତା ବ୍ରାହ୍ମଣ ଦେବତା ସମ ନିମନ୍ତ୍ରଣ ଦେବା ଯାଇ ନିମନ୍ତ୍ରଣ ଦେବା ଯାଇ ସାତରେ ରାନ୍ଧି ଅନ୍ନ ଭୋଜନ ପରସି ବାକସ ହୋଇ ପରସି ବାକସ ହୋଇ ଶଙ୍ଖୁଡ଼ି ପାଟା ତୁଳିରେ ଉଠାଇବା ଶଙ୍ଖୁଡ଼ି ପାଟା ତୁଳିରେ ଉଠାଇବା ହରିତାକୁ ଦଣ୍ଡବତ ହେ ନବରାତ୍ରି ପୂଜାର ଚରିତା ଶୁଣ ହୋଇ ଏକା ଚିତା ନବରାତ୍ରି ପୂଜାର ଚରିତା କଲ୍ୟାଣମୟୀ ମାତାଙ୍କୁ ଧାଇ ନିର୍ଜଳ ରହିବ ତୁମେ ନିର୍ଜଳ ରହିବ ତୁମେ ନାମ ରସକୁ ତୁଣ୍ଡରେ ତବ ଉଚ୍ଚାରିବ ପ୍ରତିକ୍ଷଣେ ଉଚ୍ଚାରିବ ପ୍ରତିକ୍ଷଣେ ମହାମାୟା ନିଶ୍ଚୟ ପ୍ରସନ୍ନ ହୋଇବେ ମହାମାୟା ନିଶ୍ଚୟ ପ୍ରସନ୍ନ ହୋଇବେ ରଞ୍ଜନ କରେ ତୁରିତ ହେ ନବରାତ୍ରି ପୂଜାର ଚରିତା ଶୁଣ ହୋଇ ଏକା ଚିତା ନବରାତ୍ରି ପୂଜାର ଚରିତା 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 ହେଲେ ମୁନିବର ମାତା କ'ଣ ମୋ ଭକ୍ତିରେ ପ୍ରସନ୍ନ ହେବେ ନିଶ୍ଚୟ ପ୍ରସନ୍ନ ହୋଇବେ ମା
ନିଶ୍ଚୟ ତୁମ ବେଣୀଙ୍କର ଭକ୍ତିରେ ମାତା ବୈଷ୍ଣୋଦେବୀ ନିଶ୍ଚୟ ପ୍ରସନ୍ନ ହେବେ। ଦେବର୍ଷି ବିଳମ୍ବ ନ କରି ନବରାତ୍ରି ପୂଜା କର। ବ୍ରାହ୍ମଣ ମାନଙ୍କୁ ଡକାଇ ଅନ୍ନ ଭୋଜନ ଦାନ କଲେ ନିଶ୍ଚୟ ମାତା ବୈଷ୍ଣୋ ଦେବୀ ତୁମର ଭକ୍ତିରେ ସମ୍ପୂର୍ଣ୍ଣ ସହାୟ ହୋଇବେ। ଦେବର୍ଷି ଏଥିରେ ଦେବର୍ଷି ନାଥକୁ ବିଦାୟ ଦିଅ ଶ୍ରୀଧର। ଦେବର୍ଷି ବିଦାୟ ଦିଅ ରେ ମା। ନାରାୟଣ ନାରାୟଣ ଶ୍ରୀମାନ ନାରାୟଣ। ଆରେ ଆଉ କ'ଣ ଚିନ୍ତା କରୁଛ? ଦେବର୍ଷି କ'ଣ କହିଗଲେ ଶୁଣିରଥ? ଆମକୁ ନବରାତ୍ରିର ପୂଜା କରିବାକୁ ପଡ଼ିବ, ମାତାକୁ ଆରାଧନା କରିବାକୁ ପଡ଼ିବ, ଆଉ ବ୍ରାହ୍ମଣମାନଙ୍କୁ ଭୋଜନ ଦେବାକୁ ପଡ଼ିବ। ଚାଲ ଅନୁ, ଆଉ ଆମେ ଡେରି କରିବାନି, ଅତି ଶୀଘ୍ର ନବରାତ୍ରିର ପୂଜା ଆୟୋଜନ କରିବା। ଆସ ଅନୁ, ଚାଲ ଆସ।